କୁକୁଡ଼ା ଓ କୁମ୍ଭୀର। ଗୋଟିଏ କୁକୁଡ଼ା ଥିଲା। ଦିନେ ତାକୁ ଶୋଷ ଲାଗିଲା। ସେ ନଈକୁ ପାଣି ପିଇବାକୁ ଗଲା। ନଈରେ କୁମ୍ଭୀରଟିଏ ରହୁଥିଲା। କୁକୁଡ଼ା ନଈରୁ ପାଣି ପିଇବାକୁ ଲାଗିଲା। କୁମ୍ଭୀର କହିଲା, ମୁଁ ତତେ ଖାଇବି। କୁକୁଡ଼ା ଡରିଗଲା। ସେ କହିଲା, ତମେ ମୋତେ ଛାଡ଼ିଦିଅ, ମୁଁ ପରା ତମ ଭଉଣୀ ହେବି। ଏହା ଶୁଣି କୁମ୍ଭୀର ତାକୁ ଛାଡ଼ିଦେଲା। ତାପରେ କୁମ୍ଭୀର ଭାବିଲା, ଆରେ ମୁଁ ତାକୁ କାହିଁକି ଛାଡ଼ିଦେଲି? ଏତିକି ବେଳେ ଝିଟିପିଟିଟିଏ ସେଠାକୁ ଆସିଲା। କୁମ୍ଭୀର ଝିଟିପିଟିକୁ ପଚାରିଲା, ଆଚ୍ଛା କହିଲୁ, କୁକୁଡ଼ା ମୋର ଭଉଣୀ କେମିତି ହେଲା? ଝିଟିପିଟି କହିଲା, ତୁମେ ଆଉ କୁକୁଡ଼ା ଦୁଇ ଜଣ ଯାକ ଅଣ୍ଡାରୁ ଜନ୍ମ ନେଇଛ, ତେଣୁ ତମେ ଦୁଇ ଜଣ ଭାଇ ଭଉଣୀ।